ଯେତେବେଳେ ଆପଣଙ୍କର ରକ୍ତର ଅଭାବ ହୁଏ ଆଉ ଆପଣ ଜାଣିଲେ ଯେ ଆପଣଙ୍କର ହିମୋଗ୍ଲୋବିନ୍ କମି ଯାଇଛି, ଆପଣ ବହୁତ ସାରା ଟନିକ୍ ଆଣିକି ଖାଆନ୍ତି, ଆଇରନ୍ ଟ୍ୟାବଲେଟ୍ ବି ଖାଆନ୍ତି। ଏସବୁ ଖାଇବା ସହିତ ବି ଆପଣ ଏମିତି କେତୋଟି ଉପାୟକୁ ଫଲୋ କରନ୍ତୁ, ଯାହାଦ୍ୱାରା କେବଳ 7 ଦିନରେ ହିଁ ଆପଣଙ୍କର ରକ୍ତର ଅଭାବ ଦୂର ହେବ। ଆଜି ଆପଣ କେତୋଟି ଖାଦ୍ୟ ବିଷୟରେ ବି ଜାଣିବେ ଆଉ କେତୋଟି ଉପାୟ ବିଷୟରେ ବି ଜାଣିବେ। ଯଦି ଏ ସବୁକୁ ଆପଣ ଫଲୋ କରୁଛନ୍ତି, ଦେଖିବେ ଖୁବ୍ କମ୍ ସମୟ ଭିତରେ ଖୁବ୍ କମ୍ ଦିନରେ ହିଁ ଆପଣଙ୍କର ରକ୍ତର ଅଭାବ ଦୂର ହେଇପାରିବ। ଆମ ଦେଶରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଶରୀରରେ ରକ୍ତର ଅଭାବଟା ଅଧିକ ଦେଖାଯାଏ। ୟା ପଛରେ ବହୁତ ସାରା କାରଣ ରହିଛି। ଆଉ ଆଜିକା ଡେଟ୍ରେ ମହିଳାମାନଙ୍କର ପିରିୟଡ଼ରେ ବି ବହୁତ ସାରା ସମସ୍ୟା ଆସୁଛି। ଏମିତି ବି ଅନେକ ମହିଳା ଅଛନ୍ତି ଯେଉଁମାନଙ୍କର ପିରିୟଡ଼ ଟାଇମରେ ବହୁତ ଅଧିକ ବ୍ଲିଡ଼ିଂ ହେଉଛି ଆଉ ଏଇ ବ୍ଲିଡ଼ିଂ ଯୋଗୁଁ ବି ରକ୍ତର ଅଭାବ ଅଧିକ ଦେଖାଯାଏ। ତ ଯଦି ଆପଣଙ୍କର ଏସବୁ ସମସ୍ୟା ରହିଛି, ତେବେ ବି ଆଜିର ଭିଡ଼ିଓ ଆପଣ ପୁରା ଦେଖନ୍ତୁ, ଜାଣିପାରିବେ କ'ଣ ଆପଣ ଖାଇବେ ଆଉ କ'ଣ ଆପଣଙ୍କୁ ଫଲୋ କରିବାର ଅଛି। ଖାଦ୍ୟ ଭିତରେ ଆପଣଙ୍କୁ ଦରକାର ଆଇରନ୍, ଫଲିକ୍ ଏସିଡ୍, ଭିଟାମିନ୍ B12 ଆଉ ଭିଟାମିନ୍ ସି। ଯଦି ଏଇ ସବୁ ଖାଦ୍ୟକୁ ଆପଣ ଖାଉଛନ୍ତି ଆଉ ଡେଲି ରୁଟିନରେ ସାମିଲ କରୁଛନ୍ତି, ନିଶ୍ଚୟ ଆପଣଙ୍କର ରକ୍ତର ଅଭାବ ଶୀଘ୍ର ଦୂର ହେଇଯିବ। ଆଇରନ୍ ଯୁକ୍ତ ଖାଦ୍ୟରେ ଆସୁଛି ସବୁ ପ୍ରକାରର ଶାଗ, କିନ୍ତୁ ପାଳକ ଆଉ ମେଥି ଶାଗରେ ଆପଣଙ୍କୁ ବହୁତ ଅଧିକ ଆଇରନ୍ ମିଳିଥାଏ, ବହୁତ ଅଧିକ। ଠିକ୍ ସେମିତି ଆପଣ ବିଟ୍ ରୁଟ୍ ବି ଖାଆନ୍ତୁ। ବିଟ୍ ଯୋଉଟାକି ଲାଲ ରଙ୍ଗର ଫଳ, ଆପଣମାନେ ଦେଖୁଥିବେ ସାଲାଡରେ ବି ତାକୁ ପକାନ୍ତି, ଆପଣ ରୋଷେଇ ବି କରିପାରିବେ। ଆପଣ ରୋଷେଇ କରନ୍ତୁ ଠିକ୍ ଅଛି, କିନ୍ତୁ ତାକୁ ଯଦି ଆପଣ ସାଲାଡରେ ଖାଉଛନ୍ତି କିମ୍ବା ଜୁସ୍ ବନେଇକି ବି ପିଉଛନ୍ତି, ତେବେ ରକ୍ତର ଅଭାବ ଆପଣଙ୍କର ଜଲ୍ଦି ଦୂର ହୁଏ। ଫଳ ଭିତରେ ଡାଳିମ୍ବ। ଡାଳିମ୍ବ ଗୋଟିଏ ଏମିତି ଫଳ ଯୋଉଟାକି ଅତି ଶୀଘ୍ର ଆପଣଙ୍କର ରକ୍ତର ଅଭାବକୁ ଦୂର କରିବ, କାରଣ ଏଥିରେ ବହୁତ ଅଧିକ ଆଇରନ୍ ରହିଛି। ଆଉ ରହିଲା ଫଲିକ୍ ଏସିଡ୍ ଯୁକ୍ତ ଖାଦ୍ୟ କଥା। ଫଲିକ୍ ଏସିଡ୍ ଯୁକ୍ତ ଖାଦ୍ୟ ଆପଣଙ୍କୁ ସବୁ ଫଳରେ ମିଳିବ, ସବୁ ଫଳରେ। ଡାଳିମ୍ବ ତ ଆପଣ ଜାଣିଲେ ଏଥିରେ ଆଇରନ୍ ବହୁତ ଅଧିକ ରହିଛି, ତା ମାନେ ନୁହଁ ଯେ ଆପଣ ଅନ୍ୟାନ୍ୟ ଫଳ କିଛି ଖାଇବେନି, କେବଳ ଡାଳିମ୍ବ ଖାଇବେ। ଡାଳିମ୍ବ ତ ଦିନକୁ ଗୋଟେ ଆପଣ ନିଶ୍ଚୟ ଖାଆନ୍ତୁ, କିନ୍ତୁ ତା ସହିତ ବି ଆପଣ ଅନ୍ୟାନ୍ୟ ସବୁ ପ୍ରକାରର ଫଳକୁ ଖାଆନ୍ତୁ, ଯେମିତିକି କଦଳୀ, ଯେମିତିକି ଏଇ ସମୟରେ ତ ଆମ୍ବ ବି ବହୁତ ଅଧିକ ଆସୁଛି। ତ ଆପଣଙ୍କ ଏରିଆରେ ଯେଉଁ ଫଳଟି ମିଳୁଛି, ଆପଣ ନିଶ୍ଚୟ ସବୁଥିରୁ ଗୋଟେ ଗୋଟେ ଫଳକୁ ଆପଣ ଅଲଗା ଅଲଗା ଦିନରେ ଅଲ୍ଟରନେଟ୍ କରିକି ଖାଇପାରିବେ। ଠିକ୍ ସେମିତି ଫଲିକ୍ ଏସିଡ୍ ଆପଣଙ୍କୁ ସବୁ ପ୍ରକାର ଶାଗରେ ବି ମିଳିଥାଏ, ସବୁ ପ୍ରକାରର ଡାଲିରେ ବି ଫଲିକ୍ ଏସିଡ୍ ବହୁତ ଅଧିକ ରହିଛି। ଭିଟାମିନ୍ B12 ଯୁକ୍ତ ଖାଦ୍ୟ। ଯେତେ ସବୁ ଡେରି ପ୍ରଡକ୍ଟ ରହିଛି, ଯେମିତିକି କ୍ଷୀର, ଦହି, ଛେନା, ପନିର, ଘିଅ, ଏଇ ସବୁଥିରେ ଭିଟାମିନ୍ B12 ବହୁତ ଅଧିକ ରହିଛି। କିନ୍ତୁ କ୍ଷୀରଟା ଅନେକ ଲୋକ ପିଇ ପାରନ୍ତି ନାହିଁ, ପେଟରେ ଗ୍ୟାସ୍ ହେଇଯାଏ କିମ୍ବା ଏଲର୍ଜି ହେଇଯାଏ। ଠିକ୍ ଅଛି, ଆପଣ କ୍ଷୀରକୁ ବନ୍ଦ କରନ୍ତୁ। କ୍ଷୀର ଛାଡ଼ିକି ଆପଣ ଅନ୍ୟାନ୍ୟ ଖାଦ୍ୟ ଯେମିତିକି ଦହି, ଛେନା, ଏସବୁକୁ ତ ନିଶ୍ଚୟ ଖାଇପାରିବେ। ପନିର ଖାଆନ୍ତୁ, ଆଉ ଦହି ତ ଆପଣ ମଷ୍ଟ ଦିନକୁ ଥରେ ନିଶ୍ଚୟ ଖାଆନ୍ତୁ। ଏଥିରେ ଆପଣଙ୍କୁ ସଫିସିଏଣ୍ଟ ଭିଟାମିନ୍ B12 ମିଳିଯାଏ। ଘିଅ ବି ଆପଣ କିଛି କିଛି ମାତ୍ରାରେ ଖାଇପାରିବେ। ଅଣ୍ଡା, ମାଛ, ଏସବୁକୁ ଆପଣ ନିଜ ରୁଟିନରେ ସାମିଲ କରନ୍ତୁ। ଦେଖନ୍ତୁ, ଆମେ ତ ସବୁଦିନ ଆଇଁଷ ଖାଇପାରିବେ ନାହିଁ, ଏଇଟା ନିରାଟ ସତ କଥା। ଆଉ ଯେହେତୁ ସବୁଦିନ ଆପଣ ଆମିଷ ଖାଇପାରିବେ ନାହିଁ, ତ ଯେଉଁ ଦିନରେ ଆପଣ ଆମିଷ ଖାଇପାରିବେ, ସେଇ ଦିନରେ ରୁଟିନ ବନାନ୍ତୁ ଯେ ଅଣ୍ଡା କିମ୍ବା ମାଛ କମ୍ପଲସରି ଖାଇବାର ଅଛି। ଆଉ ଯେଉଁ ଦିନରେ ଆପଣ ଆମିଷ ଖାଇପାରିବେ ନାହିଁ, ତ ସେଇ ଦିନରେ ରୁଟିନ ବନାନ୍ତୁ ଯେ ଆପଣଙ୍କୁ ଡେରି ପ୍ରଡକ୍ଟ ଯାହା ବି ହେଲେ ଖାଇବାର ଅଛି। ସେଟା ଘିଅ ହେଇପାରେ, ସେଟା ଦହି ହେଇପାରେ, କିମ୍ବା ଆପଣ ପନିର ବି ଖାଇପାରିବେ। ତ ଇଏ ଗଲା ଆଇରନ୍, ଫଲିକ୍ ଏସିଡ୍ ଆଉ ଭିଟାମିନ୍ B12 କଥା। ଭିଟାମିନ୍ ସି କାହିଁକି ଦରକାର? ଦେଖନ୍ତୁ, ଭିଟାମିନ୍ ସିଟା ଏଥିପାଇଁ ଦରକାର ଯେ ଆପଣ ଯେଉଁ ଖାଦ୍ୟ ଖାଇଲେ, ଯେମିତିକି ଆଇରନ୍ ଖାଇଲେ, ଫଲିକ୍ ଏସିଡ୍ ଖାଇଲେ କିମ୍ବା ଭିଟାମିନ୍ B12 ଖାଇଲେ, ତ ଏଇ ଯେଉଁ ଖାଦ୍ୟ ଆପଣ ସବୁ ଖାଇଲେ, ଏଇ ସବୁ ଖାଦ୍ୟରୁ ଯେଉଁ ପ୍ରକାରର ଭିଟାମିନ୍ ମିଳୁଛି ଆପଣଙ୍କୁ, ସେ ସବୁ ଅବଜର୍ଭ ହେଇପାରିବ। ଯେମିତିକି ଆପଣ ଗୋଟିଏ ଡାଳିମ୍ବ ଖାଇଲେ, ସେଥିରେ ପ୍ରଚୁର ଆପଣଙ୍କୁ ଆଇରନ୍ ମିଳିଲା, କିନ୍ତୁ ମନେ କରନ୍ତୁ ସେ ସବୁ ଆଇରନ୍ ଅବଜର୍ଭ ହେଇପାରୁନି, ତେବେ କ'ଣ ହବ? ଖାଇବାର କିଛି ଫାଇଦା ହେଲାନି। ତ ସେଇଥିପାଇଁ ଭିଟାମିନ୍ ସିଟା ଆପଣଙ୍କ ଶରୀରରେ ଠିକ୍ରେ ରହିବା ଦରକାର, ଯେଉଁଥିରେ ଆଇରନ୍ ସେ ସବୁ ଖାଦ୍ୟରୁ ଆପଣଙ୍କ ଶରୀର ଅବଜର୍ଭ କରିପାରିବ। ଭିଟାମିନ୍ ସି ଆପଣମାନେ ଜାଣିଛନ୍ତି ଲେମ୍ବୁରେ ପ୍ରଚୁର ମାତ୍ରାରେ ଥାଏ, ତ ଦିନକୁ ଗୋଟେ ଗ୍ଲାସ୍ ଆପଣ ଲେମ୍ବୁ ପାଣି ପିଅନ୍ତୁ। କମଳା ଆପଣ ସପ୍ତାହକୁ 3 ରୁ 4 ଥର ଆପଣ କମଳା ଖାଇପାରିବେ। ଟମାଟୋରେ ବି ଆପଣମାନେ ଜାଣିବେ ଯେ ସେଥିରେ ଭିଟାମିନ୍ ସି ରହିଛି, ତ ତାକୁ ବି ଆପଣମାନେ ଖାଆନ୍ତୁ। ଏତିକି ଆପଣଙ୍କୁ ଖାଇବାର ଅଛି। କେବଳ ଏତିକି ବି ଯଦି ଆପଣ ଖାଉଛନ୍ତି, ଦିନକୁ ଥରେ ଆପଣ ଶାଗ ଖାଇଦେଲେ, ଗୋଟିଏ ଆପଣ ଅଣ୍ଡା ଖାଇଦେଲେ, କିଛି ମାଛ ଆପଣ ସପ୍ତାହକୁ 2-3 ଥର ମାଛ ଖାଇଦେଉଛନ୍ତି, ତ ଏମିତି ଯଦି ଅଲ୍ଟରନେଟ୍ କରିକି ଆପଣ ଖାଉଛନ୍ତି, ଦେଖିବେ ଏଥିରେ ଶୀଘ୍ର ଆପଣଙ୍କର ରକ୍ତର ଅଭାବ ଦୂର ହେଇଯାଏ। ଆପଣ ଯେକୌଣସି ଟ୍ୟାବଲେଟ୍ ଖାଆନ୍ତୁ, ତା ସହିତ ବି ଆପଣ ଏସବୁକୁ ଖାଆନ୍ତୁ, କାରଣ ଟ୍ୟାବଲେଟ୍ଟା
जहाँ भी आपण आयरन टैबलेट खाइले किंबा टॉनिक खाइले ताठारू भी अधिक काम करिबो कोन जदि आपण एई सब खाद्य को खाउचंती। ये गला कोन सब आपण खाइबे। एबे आसिला से सब उपाय कथा जे केमिति आपण शरीर रे जल्दी रक्त तयारी देखंतु खाद्यटा तो आपण खाइदेले ठीक अछि किंतु रक्तर नुआ सेल्स तयारी करिबा पई आपण को एई सब उपाय को फॉलो करिबा को पड़िबो जेमिति कि नंबर 1 रे अछि एक्सरसाइज। एक्सरसाइज आपण जदि जानि जंती तो करंतु जदि किछि भी एक्सरसाइज आपन को जणा नाही तो सिंपल आपण दौड़ी पारिबे साइकिल चली पारिबे घर काम करि पारिबे। एक्सरसाइज कथा काहे की दरकार देखंतु एक्सरसाइज कले कोन होय आपनकर डाइजेस्टिव सिस्टम ठीक रे काम करे और जदि ठीक रे काम करिबो जहाँ भी आपण खाद्य खाइले से सब ठीक रे हजम हैला तार न्यूट्रिएंट्स ठीक रे आपनक शरीर रे मिसिला। आ गोटे काम कोन होय एक्सरसाइज करिबा द्वारा आपनक शरीर रे जो ब्लड रहिछि पूरा तो खाली हो जाउनी ना ब्लड जेते भी कमुची तो पूरा केबे भी खाली हबनी किछि तो ब्लड रहुची और से जो ब्लड टा रहिला तार फ्लो ठीक रे हबो जेते एक्सरसाइज करिवे तार फ्लो टा ठीक रे हुए जो थरे आपणक जहाँ भी खाद्य खाइले से सब थरे जो नुआ ब्लड सेल्स सब तयारी होची से सब ठीक रे फ्लो करि परिबो आपणक बॉडी रे। तो एथि पय आपणको एक्सरसाइज दरकार ता सहित दरकार एटा होचे नंबर 2 उपाय जे ठीक रे आपणको रेस्ट भी करिबार अछि ठीक रे आपणको सोइबार अछि। देखंतु आपण कम से कम राति रे 6 रु 7 घंटा सोइबे निश्चय आ भल निदरे सोइबे। एमिति भी देखि जे राति अनिद्रा हेले अधिक रक्तर अभावटा देखे जाए आ जदि आपण भाबुथिबे जे राति अनिद्रा हेउची मु दिन रे सोइ पड़िबी तो दिन रे सोइबा अलगा राति रे सोइबा अलगा। आमको नेचर टाइम ही देछि रातिटा सोइबा पई काम करिबा पई नुहे आ सेति पई राति सोइबा जदि आपण स्किप करिवे तो निश्चय एथिरे रक्तर अभाव अधिक देखा जाए। आउ गोटे हेला आपण को ठीक रे टाइम रे खाइबार अछि टाइम टू टाइम आपण को खाइबार अछि जदि आपण खाइबाटा को स्किप करिवे भोक पेटरे रहिबे तो एथिरे आपणकर डाइजेस्टिव सिस्टम वीक हुए आपण जहाँ भी खाइबे हजम हबनी गैस हबो तेणु आपण जदि फलटा कि जहाटा भी खाइले तो से सब न्यूट्रिएंट्स ठीक रे मिसी पारेनी। खाद्य खाइबा सहित भी आपण ठीक रे रेस्ट करंतु 6 रु 7 घंटा राति रे आपण सोइले ता सहित आपण प्रॉपर एक्सरसाइज करंतु आपण ठीक टाइम रे खातु देखिबे निश्चय एथिरे आपणकर शरीर रे जति रक्तर अभाव रहिछि से शीघ्र दूर हबो। आ जति एतिके आपण फॉलो कर दउचंती आपण केवल केवल एही सब खाद्य रु आ एही सब उपाय रु ही रक्तर अभाव दूर करि परिबे कोनोसी प्रकार आपण को मेडिसिन रो दरकार ही पड़िबनी। आज रो वीडियो जदि आपण को भलो लागिला चैनल को लाइक शेयर सब्सक्राइब करबा आदौ भी आपण माने भूलंतुनी। आज पे